ଆଜିର ସକାଳରେ ଆପଣମାନଙ୍କ ସବୁଠୁ ବଡ଼ ଖବର ଆସିଲା। ଆଶାକର୍ମୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ବିଭିନ୍ନ ଜିଲ୍ଲାରେ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହାକି ଆଶାକର୍ମୀମାନଙ୍କୁ ମାସିକ ବେତନ 18,000 ଟଙ୍କା ପ୍ରଦାନ ସହିତ ଆଶାକର୍ମୀଙ୍କୁ ଇପିଏଫ୍ ଓ ଇଏସ୍ଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ତେବେ ଆଶାକର୍ମୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁଠୁ ବଡ଼ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍। ଭିଡ଼ିଓକୁ ଦେଖିବା ପୂର୍ବରୁ ଗୋଟେ ଲାଇକ୍ କରନ୍ତୁ ଆଉ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନେବେ। ତେବେ ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶାକର୍ମୀମାନଙ୍କ ପାଇଁ 18,000 ଟଙ୍କା ପ୍ରଦାନ ସହ ଆଶାକର୍ମୀଙ୍କୁ ଇପିଏଫ୍ ଓ ଇଏସ୍ଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହା ବ୍ୟତୀତ ଅବସରକାଳୀନ ସହାୟତା ରାଶି ଏକକାଳୀନ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ କାର୍ଯ୍ୟରତ ସମୟରେ ମୃତ୍ୟୁକାଳୀନ ସହାୟତା ରାଶି 10 ଲକ୍ଷ ଟଙ୍କା ଏବଂ ଆଶାକର୍ମୀଙ୍କୁ ଅବସରକାଳୀନ ଭତ୍ତା 5,000 ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଥିଲା। ତ ସେହିପରି ଯାତାୟାତକାଳୀନ ଭତ୍ତା ଅଭିଜ୍ଞ ଆଶାକର୍ମୀଙ୍କୁ ଟିକାକରଣ ତାଲିମ ପ୍ରଦାନ କରି ଏନ୍ଏମ୍ରେ ନିଯୁକ୍ତି ଦିଆଯାଉ ବୋଲି ମୁଖ୍ୟତଃ ସଂଘ ପକ୍ଷରୁ ଦାବି କରାଯାଇଥିଲା। ବିକ୍ଷୋଭ ପରେ 10 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ତେବେ ସେହିସବୁର ସମସ୍ତ ଦାବି ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଶାକର୍ମୀମାନଙ୍କୁ ମାସିକ ବେତନ 18,000 ଟଙ୍କା ପ୍ରଦାନ ସହ ଆଶାକର୍ମୀଙ୍କୁ ଇପିଏଫ୍ ଓ ଇଏସ୍ଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହା ବ୍ୟତୀତ ଅବସରକାଳୀନ ସହାୟତା ରାଶି ଏକକାଳୀନ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ କାର୍ଯ୍ୟରତ ସମୟରେ ମୃତ୍ୟୁକାଳୀନ ସହାୟତା ରାଶି 10 ଲକ୍ଷ ଟଙ୍କା ଏବଂ ଆଶାକର୍ମୀଙ୍କୁ ଅବସରକାଳୀନ ଭତ୍ତା 5,000 ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଥିଲା। ତେବେ ଏହି ସମସ୍ତ ଦାବି ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୁବ୍ ଶୀଘ୍ର ଆଶାକର୍ମୀମାନଙ୍କ ପାଇଁ ବଡ଼ ଘୋଷଣା କରିବେ, ଯାହାକି ସେମାନଙ୍କର ସମସ୍ତ ଦାବି ପୂରଣ ହେବାକୁ ଯାଉଛି।